ଜୟ ଜଗନ୍ନାଥ। ତ ଏବେ ମିଥୁନ ରାଶିର ଏପ୍ରିଲ ମାସରେ ତାଙ୍କର ଫଳାଫଳ ଯାହା ଘଟଣା ଘଟିବ ତାଙ୍କ ଜୀବନର ଗୋଚର କୁଣ୍ଡଳୀ ଅନୁସାରେ ଆଲୋଚନା କରିବା। ତ ଦେଖନ୍ତୁ ମିଥୁନ ରାଶି କଥା ଯଦି ଆମେ ଆଲୋଚନା କରିବା ଏପ୍ରିଲ ମାସରେ, ତ ପ୍ରଥମେ ଦେଖନ୍ତୁ ମିଥୁନ ରାଶି କ'ଣ? ମିଥୁନ ହେଉଛି ମିଥୁନଙ୍କର ହେଉଛି ବୁଧଦେବ ହେଉଛନ୍ତି ତାଙ୍କର ରାଶି ସ୍ୱାମୀ। ବୁଧଦେବ ହେଉଛନ୍ତି ଜ୍ଞାନର କାରକ। ବ୍ୟାପାର ବାଣିଜ୍ୟ ହେଉ କି ଆପଣ ଯେକୌଣସି ଟ୍ୟାଲେଣ୍ଟ ଭିତ୍ତିକ କାମ ବି ଯଦି କିଛି କରୁଛନ୍ତି, କଳା ଭିତ୍ତିକ ମଧ୍ୟ କାମ କରୁଛନ୍ତି, ମାନେ ସବୁ ଟେକ୍ନୋଲୋଜି IT ଫିଲ୍ଡ ବି ସମସ୍ତ ଦେଖିବେ କାର୍ଯ୍ୟର ବୁଧଙ୍କର ଯଦି ଠିକ୍ ଜିନିଷ ଅଛି ନିଶ୍ଚିତ ଭାବରେ ଆପଣଙ୍କର ଫାଇଦା ଅଛି। ଆପଣ ଜାଣିଛନ୍ତି ଆପଣଙ୍କ ଗୋଚର କୁଣ୍ଡଳୀରେ ବର୍ତ୍ତମାନ ଶନିଙ୍କର ଅବସ୍ଥିତି। ଦେଖନ୍ତୁ ମିଥୁନ ରାଶି ଆପଣ ଦେଖନ୍ତୁ ଭଲ କି ମିଥୁନ ରାଶିଟା କ'ଣ? ଜଣେ ଜଣକୁ ଏମିତି ଟାଣିକି ବଢ଼ିଆ ଦୁଇଟା ଝିଅ କନ୍ୟା, ଦୁଇଟା କନ୍ୟା ହେଉଛି ମିଥୁନ ରାଶି। ୟା ମାନେ କ'ଣ? ଅର୍ଥାତ୍ ସେମାନେ ପରସ୍ପର ସାଥିରେ ଗୋଟେ କେହି କାହାକୁ ଛାଡ଼ି ପାରୁନାହାନ୍ତି। ଅର୍ଥାତ୍ ମିଥୁନ ରାଶି ବହୁତ ସ୍ନେହୀ ରାଶି ମଧ୍ୟ। କିନ୍ତୁ ମିଥୁନ ଯେହେତୁ ବୁଧ ତାଙ୍କର ସ୍ୱାମୀ, ଏପଟେ ସୂର୍ଯ୍ୟ କ'ଣ ହେଇଛି ନା ସୂର୍ଯ୍ୟଙ୍କର କିଛି ଦିନ ଆଗରୁ ରାଶି ପରିବର୍ତ୍ତନ ହେଇଛି ସମସ୍ତେ ଜାଣିଛନ୍ତି। ତ ଏବେ ସୂର୍ଯ୍ୟ ବସିଛନ୍ତି ଆପଣଙ୍କର 10th ହାଉସ୍ରେ। ବୁଧ ଆପଣଙ୍କର କେଉଁଠି ବସିଛନ୍ତି ଦେଖିଲେ? ବୁଧ ଆପଣଙ୍କର ଦେଖିବେ ଆପଣ ଯେଉଁଠି 11 ଲେଖାଯାଇଛି ରାହୁ ବୁଧ ମଙ୍ଗଳ। ତ ଗୋଟେ ଅଲଗା ପ୍ରକାର ଯୁକ୍ତି। ତ ଏଇ ଯୁକ୍ତିରେ ଆପଣମାନେ ଦେଖିବେ କ'ଣ ଘଟଣା ସବୁ ଘଟିବ ଏପ୍ରିଲ ମାସର ପ୍ରାରମ୍ଭରୁ। ଯେହେତୁ ସମସ୍ତ ଗ୍ରହମାନଙ୍କର ଟିକେ ଏବେ ଅବସ୍ଥିତି ଭିନ୍ନ ଭିନ୍ନର କାମର ଅଛି। ଅର୍ଥ କ୍ଷେତ୍ରରେ ଯଦି ଆମେ ଆଲୋଚନା କରିବା, ଏଇ ଏପ୍ରିଲ ମାସର ପ୍ରାରମ୍ଭରୁ 14 ତାରିଖ ଯାଏ ଅର୍ଥ ରହିଲା ଆପଣଙ୍କର ଚନ୍ଦ୍ରଙ୍କ ରାଶି ରହିଲା ଏବଂ ଚନ୍ଦ୍ରଦେବ ଆପଣଙ୍କର ବସିଲେ ଚତୁର୍ଥ ଘର। ତ ଆପଣ ଘରୁ ପୈତୃକ ସମ୍ପତ୍ତିର କିମ୍ବା ମାଆଙ୍କଠୁ ଆପଣ କିଛି ଅର୍ଥ ପାଇବେ ନିଶ୍ଚିତ ଭାବରେ। ଏବଂ ଆପଣ ଦେଖିବେ ଏଇ ଟାଇମ୍ରେ ଜମି ହେଉ, ଜାଗା ହେଉ, ଲ୍ୟାଣ୍ଡ ପ୍ରପର୍ଟିଜ୍ ଏସବୁ ଜିନିଷ ଆପଣଙ୍କର କିଣିବାର ମଧ୍ୟ ଅଛି, ଚାନ୍ସେସ୍ ଅଛି। ଆଉ ସେଇଟା ଘରୁ କିଛି ଅର୍ଥ ଆପଣଙ୍କୁ ହେଲ୍ପ କରିବେ, ଏଇଟା ବି ଦେଖାଯାଉଛି। ମାଆଙ୍କ ସାଥିରେ ଆପଣ ବହୁତ ସମୟ ବିତିବେ। ମାଆଙ୍କ ସାଥିରେ ଆପଣ ଭଲ ପାଇବା, ପ୍ରେମ, ଆଳାପ ଏଇସବୁ ମାଆଙ୍କ ସାଥିରେ ହେବ। ଯେଉଁମାନେ ଲଭ୍ ରିଲେସନସିପ୍ରେ ଅଛନ୍ତି, ପ୍ରେମୀ ହୁଅନ୍ତୁ, ପ୍ରେମିକା ହୁଅନ୍ତୁ କିମ୍ବା ସ୍ୱାମୀ ସ୍ତ୍ରୀ ହୁଅନ୍ତୁ, ତାଙ୍କ କଥା ଯଦି ଆମେ ଆଲୋଚନା ବି କରିବା ନା, ଦେଖିବେ ଆପଣ ତାଙ୍କ ଭିତରେ ଛୋଟ ମୋଟ କଥାକୁ ନେଇକି ପରସ୍ପର ଭିତରେ ଟିକେ ଝଗଡ଼ା ହେବ। ଯେଉଁ ଝଗଡ଼ାଟା ଏତେ ଲମ୍ବା ଦିନ ଯାଇ କଣ୍ଟିନ୍ୟୁ କରିବନି, କିନ୍ତୁ ଅଳ୍ପ ଅଳ୍ପ କଥାରେ ଝଗଡ଼ା ମାନ ଦେଖାଯାଉଛି। ମିସ୍ଅଣ୍ଡରଷ୍ଟାଣ୍ଡିଂ ଆପଣଙ୍କ ଭିତରେ ରହିବ। ମିସ୍ଅଣ୍ଡରଷ୍ଟାଣ୍ଡିଂ ପରେ ଆପଣମାନେ କନଫ୍ୟୁଜ୍ ହେବେ। ଚତୁର୍ଥ ଘରେ ଚନ୍ଦ୍ର ଆପଣଙ୍କର ଅବସ୍ଥିତି କରି ଗୋଟେ ଜିନିଷ ଦେଖିଲେ, ଆପଣ ଏଇ ମାସରେ ଖୁସିରେ ରହିବେ। ଭୌତିକ ସୁଖ, ଗାଡ଼ି ହେଉ କିମ୍ବା ଆପଣଙ୍କର ଘର, ଏଇସବୁ ଜିନିଷ ଗୁଡ଼ାକ ପାଇଁ ଆପଣ ଖୁସି ରହିବେ। ଆପଣ ଦେଖନ୍ତୁ ଆପଣଙ୍କର କର୍ମ ଭାବରେ ସୂର୍ଯ୍ୟ ଏବଂ ଶନି, ଯେଉଁଠି 12 ଲେଖାଯାଇଛି ବୃହସ୍ପତିଙ୍କ ରାଶିରେ ଏବଂ ଶନିଦେବଙ୍କ ଘର ସେଇଟା 10ମ ଘର। କିନ୍ତୁ ଯେହେତୁ ସୂର୍ଯ୍ୟ ରହିଯାଇଛନ୍ତି, ଦେଖିବେ କୌଣସି କର୍ମ, କୌଣସି କାର୍ଯ୍ୟ ଏସବୁକୁ ନେଇକି ପିତା ଏବଂ ସନ୍ତାନଙ୍କ ମଧ୍ୟରେ ବାଦ ବିବାଦ ରହିବ। ଆପଣଙ୍କର ଭାଗ୍ୟ ଭାବରେ ଦେଖନ୍ତୁ ମଙ୍ଗଳ ଏବଂ ରାହୁ, ଏଇଠି ଗୋଟେ ଅଙ୍ଗାରକ ଯୋଗ ହେଲା। କିନ୍ତୁ ରାଶି ସ୍ୱାମୀ ଯେହେତୁ ସେଇଠି ବୁଧ ବସିଛନ୍ତି, ତ ଏତେଟା ଆପଣଙ୍କୁ ସେଇଟା ପଡ଼ିବନି। କିନ୍ତୁ ଯେଉଁମାନେ ଚାକିରି କ୍ଷେତ୍ର ପାଇଁ ଚାହୁଁଛନ୍ତି, ଗଭର୍ଣ୍ଣମେଣ୍ଟ ଚାକିରି ପାଇଁ ସୂର୍ଯ୍ୟ ଶନିଙ୍କର ଜ୍ୟୋତି ଏବଂ ମଙ୍ଗଳଙ୍କର ଜ୍ୟୋତି, ସେମାନେ ଯଦି ନିଷ୍ଠା ଭାବରେ କାର୍ଯ୍ୟ କରିଛନ୍ତି, କର୍ମ କରିଛନ୍ତି, ଏଇ ଯେଉଁ ସମୟଟା ଏଇ ପରିପ୍ରେକ୍ଷୀରେ ଆପଣମାନଙ୍କୁ ନିଶ୍ଚିତ ଭାବରେ କର୍ମକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ଏନର୍ଜେଟିକ୍ ଲାଗିବ ଆପଣଙ୍କୁ କାମ କରିବାରେ। ଏବଂ ଗଭର୍ଣ୍ଣମେଣ୍ଟ ଚାକିରି ହେଉ କି ପ୍ରାଇଭେଟ୍ ଚାକିରି ହେଉ, ଆପଣଙ୍କର ନିଶ୍ଚିତ ଭାଗ୍ୟରେ ଆପଣଙ୍କର ଅଛି। ଏବେ ଯେଉଁ ଟାଇମ୍ଟାରେ, ଏଇ ଟାଇମ୍ରେ ଆପଣ ଇଣ୍ଟରଭ୍ୟୁ ଯଦି ଦେଉଛନ୍ତି, ନିଶ୍ଚିତ ଭାବରେ ସେଠୁ ପାସ୍ କରିବେ। ଦେଖନ୍ତୁ ସୂର୍ଯ୍ୟ ଏବଂ ଶତ୍ରୁ ଗ୍ରହ ସିନା, କିନ୍ତୁ ସେମାନେ କର୍ମ ଘରେ ବସି ବହୁତ ଷ୍ଟ୍ରଙ୍ଗ ହେଇଯାଆନ୍ତି। ଆପଣ ଅର୍ଥ ବିଜନେସ୍ ଯଦି କରୁଛନ୍ତି, ଯାହା ବି କରୁଛନ୍ତି, ସର୍ବଦା ଆପଣ କର୍ମକ୍ଷେତ୍ରରେ ଏଇ ମାସରେ ଲାଗିବେ। କେମିତି କ'ଣ ଆପଣ ପଇସା ଇନକମ୍ କରିବେ। ଘର ଲୋକଙ୍କ ସାଥିରେ ବହୁତ ବଢ଼ିଆ ସମ୍ପର୍କ। କେବଳ ପିତାଙ୍କ ସାଥିରେ ଆପଣମାନଙ୍କର ଟିକେ ପ୍ରୋବ୍ଲେମ୍ ଦେଖୁଛି। ମାଆ ଆପଣଙ୍କୁ ବହୁତ ହେଲ୍ପ କରିବେ, ସେ ଆର୍ଥିକ କ୍ଷେତ୍ରରେ ହେଉ, ଆପଣଙ୍କର ମନକୁ ଠିକ୍ କରିବାରେ ମଧ୍ୟ ହେଉ। ଆଉ ଆପଣଙ୍କର ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା, ଶୁକ୍ରାଚାର୍ଯ୍ୟ ଲକ୍ଜୁରୀ ରାଶିର ସ୍ୱାମୀ ଶୁକ୍ରଦେବ ଆପଣଙ୍କର କେଉଁଠି ବସିଲେ? 11ତମ ଘରେ। ଦେଖିବେ ଆପଣମାନଙ୍କର ଭାଗ୍ୟ ଯେଉଁଟା ଚାହୁଁଥିବେ ବହୁତ ଦିନ ଆଗରୁ, ବେସିକାଲି ଯାହା ଜଣାପଡ଼ୁଛି ଗୋଟେ ଗାଡ଼ି ହେଉ, ସୁନା ହେଉ, କିଛି ଗୋଟେ ଲକ୍ଜୁରୀ ଜିନିଷ ହେଉ, ଯେଉଁ ଜିନିଷ ଆପଣଙ୍କୁ ଖୁସି ଦେବ, ଭୌତିକ ଜିନିଷ କିଛି ଗୋଟେ ଆପଣ ଏଇ ମାସରେ ଆଣିବାର ଦେଖାଯାଉଛି। ଯେଉଁ ଜିନିଷ ଆପଣ ଚାହିଁଥିବେ ବହୁତ ଦିନ ଆଗରୁ ସେଇଟା ଆଣିବେ। ପରିବାରଙ୍କ ସାଥିରେ ଟିକେ ବୁଲାବୁଲି ମଧ୍ୟ ଦେଖାଉଛି। ଆପଣ ନିଜ ପରିବାର
ବର୍ଗଙ୍କୁ ନେଇକି ବାହାରକୁ ଟିକେ ଯାଇପାରନ୍ତି, ପିକନିକ୍ ଯାଇପାରନ୍ତି କିମ୍ବା ଅଲଗା ଜାଗାକୁ ଯାଇପାରନ୍ତି। ଦେଖନ୍ତୁ ଆଉ ଗୋଟେ ଜିନିଷ ଦେଖନ୍ତୁ, ଆପଣ ବହୁତ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିବେ ଏବଂ ଆପଣଙ୍କର ଭାଇ ସାଥିରେ ଟିକେ ଏଥର ମନ ମତାନ୍ତର ଟିକେ ଦେଖାଯାଉଛି। ସାନ ଭାଇ ଯଦି ଯିଏ ହେଇଥିବେ, ସାନ ଭାଇ ବସିଯିବେ, ବଡ଼ ଭାଇ ଉଠିଯିବେ, ଏଇଭଳିଆ ଜିନିଷଟା ଦେଖନ୍ତୁ। ଅର୍ଥାତ୍ ବଡ଼ ଭାଇ ସବୁବେଳେ ସିଏ କବ୍ଜା କରିବାର ଅଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଦି ଆମେ ଆରମ୍ଭ କରିବା, ନିଶ୍ଚିତ ଭାବରେ ଆପଣମାନଙ୍କର ଗାଡ଼ି ଚଲାଇବା ଏଇସବୁ ଜିନିଷରେ ଟିକେ ଆକ୍ସିଡେଣ୍ଟାଲ୍ ଯୁଗ ରହୁଛି ଏବଂ ଆପଣମାନେ ଯଦି ଆପଣଙ୍କ ପିତାଙ୍କ ସାଥିରେ ଯାଉଛନ୍ତି ଟିକେ ଜଗି ରଖିକି ଚଳନ୍ତୁ। ସୂର୍ଯ୍ୟ ଶନିଙ୍କର ଏପଟେ ମଙ୍ଗଳଙ୍କର ରାହୁଙ୍କର ଯୁତି ଅଛି। ତ ଏଇଠି ଆପଣମାନେ ଦେଖନ୍ତୁ ସ୍ୱାସ୍ଥ୍ୟ ପ୍ରତି ବି ଆପଣଙ୍କୁ ଟିକେ ଜଗିବାର ଅଛି। ବ୍ଲଡ଼ ପ୍ରେସର କାହାର ଯଦି ଥିବ, ରକ୍ତ ଜନିତ ଯଦି କାହାର ପ୍ରୋବ୍ଲେମ୍ ଥିବ, ନିଶ୍ଚିତ ଭାବରେ ଟିକେ ଜଗନ୍ତୁ। ଶନିଦେବ କର୍ମସ୍ଥାନରେ ବସିଛନ୍ତି, ବହୁତ ବଢ଼ିଆ ଭାବରେ ବସିଛନ୍ତି, ବୃହସ୍ପତିଙ୍କ ରାଶିରେ ବସିଛନ୍ତି ଏବଂ ଶୁକ୍ରଦେବ ଏକାଦଶ ଭାବରେ ବସିଛନ୍ତି। ସମସ୍ତ କଥା ଯଦି ଆମେ ଦେଖିବାକୁ ପଡ଼ିବ, ଏଇଥିରେ କିଛି ଏଇ ମାସରେ ଆପଣଙ୍କ ଇଚ୍ଛା ବହୁତ ପୂରଣ ହେବ। ପିତାଙ୍କ ସାଥିରେ ଯେଉଁ କଥା ମୁଁ କହିଲି ଆପଣଙ୍କୁ, ଛୋଟ ମୋଟା ବାଦ ବିବାଦ ଯେଉଁଟା ଆପଣଙ୍କ ମା ଆପଣଙ୍କୁ ହେଲ୍ପ କରିବେ, ନିଶ୍ଚିତ ଭାବରେ ଏଇଟା ତ ଗୋଚର କୁଣ୍ଡଲି କଥା ଆମେ କହୁଛୁ। ଆପଣଙ୍କର ଦେଖନ୍ତୁ ନିଜର କୁଣ୍ଡଲି ବି ଆପଣ ପଠାନ୍ତୁ ଏବଂ ହନୁମାନ ଚାଳିଶା ପାଠ ପଢ଼ନ୍ତୁ। ହଁ, ରିମିଡ଼ି ଯଦି କହିବା ହନୁମାନ ଚାଳିଶା, ମାତା ପାର୍ବତୀ ଏବଂ ପିତା ମହାଦେବଙ୍କର ନାମ ଜପ କରନ୍ତୁ। ସୋମବାରକୁ ସୋମବାର ମନ୍ଦିର ଯାଆନ୍ତୁ, ମନ୍ଦିର ଯାଇକି ଟିକେ ବାବାଙ୍କୁ ପ୍ରଣାମ କରି ଆସନ୍ତୁ। ସମସ୍ତ ଗ୍ରହ ନାଶ ହେବ, ଖଣ୍ଡନ ହେବ ଗ୍ରହ ଦୋଷ। ଆଉ ନିଜର କୁଣ୍ଡଲି ଜାଣିବା ପାଇଁ ଆମକୁ ନିଶ୍ଚିତ ଭାବରେ କଣ୍ଟାକ୍ଟ କରନ୍ତୁ, ଆନାଲାଇଜ୍ କରିକି ଆପଣଙ୍କୁ କୁହାଯିବ ଅଳ୍ପ ଶୁଳ୍କରେ। ତ ଦେଖନ୍ତୁ ଗୋଚର କୁଣ୍ଡଲି ଆଉ ନିଜର ଜାତକ ମିଶାଇକି ଆମେ ଆରାମସେ ଆପଣମାନଙ୍କୁ କମ୍ପ୍ଲିଟଲି ପରଫେକ୍ଟ ଯେଉଁଟା ଘଟିବ ନିଶ୍ଚିତ ଭାବରେ ଜାଣିପାରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।